ରାତି ଆସିକି ହେଲାଣି 12ଟା ପ୍ଲସ୍। ଆମେ ଦି ଭାଇ ଯାକ ବାହାରି ପଡ଼ିଲୁ ଆଜି ଟିକେ ପିଜ୍ଜା ଖାଇବାକୁ ମୁଡ୍ ହେଲା। ତ ଭାଇ ଆସିକି ମୋତେ ଘରୁ ପିକଅପ୍ କଲେ। ଏବେ ଆମେ ଚାଲିଲୁ ମାଇଷ୍ଟ୍ରୋ ପିଜ୍ଜା ସପ୍, ଯୋଉଟାକି ସାଉଦିର ଗୋଟେ ଭଲ ଫ୍ରାଞ୍ଚାଇଜ୍। ମୁଁ ମୋଷ୍ଟ ଅଫ୍ ଦି ଟାଇମ୍ ଏଠିକି ଆସେ, ତ କେବେ ରାତିରେ ଆସିନଥିଲି। ଚାଲନ୍ତୁ ଦେଖିବା ରାତିରେ କ'ଣ କେମିତି ଖିଆ ପିଆ ହେଉଛି ଆମର। ସାଉଦିର ମେନ୍ ପ୍ରୋବ୍ଲେମ୍ ହେଉଛି ପାର୍କିଂ। 3 ରାଉଣ୍ଡ ମାରିଲା ପରେ ଫାଇନାଲି ପାର୍କିଂ ମିଳିଲା ଗୋଟେ ବ୍ୟାଙ୍କ ଫ୍ରଣ୍ଟରେ, ଯେଉଁଟା ବି ପିଜ୍ଜା ଦୋକାନରୁ 500-600 ମିଟର ଦୂରରେ ହେବ। ଛାଡ଼, ସେ ତ ସବୁଦିନ କଥା ଆଉ। ରାତିରେ ଚାଲ ଯିବା, ଏବେ ପିଜ୍ଜା ଟିକେ ଖାଇକି ଆସିବା। ଆଜି ଟିକେ ଇଚ୍ଛା ହେଇଛି ନନଭେଜ୍ ପିଜ୍ଜା ଛାଡ଼ିକି ଭେଜ୍ ପିଜ୍ଜା ଖାଇବା। ଫାର୍ଷ୍ଟ ଟାଇମ୍ ମୁଁ ଭେଜ୍ ପିଜ୍ଜା ଟ୍ରାଏ କରିବାକୁ ଯାଉଛି ଏଇ ସପ୍ରେ। ଲେଟ୍ସ ସି କ'ଣ ଟେଷ୍ଟ ଆସୁଛି। ମୋତେ କାଇଁ ଲାଗୁନି ଭେଜ୍ ଆମ ଦ୍ୱାରା ହଜମ ହେବ। ଖାଇଦେବା ଆଉ। ପିଜ୍ଜା ଖାଇସାରିଲା ପରେ ଟିକେ ପାଟିଟା ଭଲ ଲାଗିଲାଣି, ତ ପଳେଇ ଆସିଲୁ ଗୋଟେ ଜାଗାରେ ଜୁସ୍ ପିଇବା ପାଇଁ। ଜୁସ୍ ତ ନଥିଲା ଯେହେତୁ ରାତି 12:30 ପରେ ହେଲାଣି, ତ ଆମେ ଟିକେ ଟ୍ରାଏ କଲୁ ଏଠିକାର ଗୋଟେ ଫେମସ୍ ଆଇସ୍କ୍ରିମ୍ ସେକ୍, ଯେଉଁଟା ମୋର ବହୁତ ଫେଭରେଟ୍। ତାକୁ ନେଇକି ଆମେ ବାହାରି ପଡ଼ିଲୁ ପୁଣି ଗୋଟେ ନୂଆ ଡେଷ୍ଟିନେସନ୍ ସି ବିଚ୍ ଏରିଆରେ ବସିକି ପିଇବାକୁ। ତ ଯେହେତୁ ରାତି ଥିଲା, ରାସ୍ତା ପୁରା ଖାଲି ଥିଲା, ତ ଆମେ ଚାଲିଲୁ ଦି ଭାଇ ଯାକ ସି ବିଚ୍ରେ ବସିକି ସେକ୍ ପିଇବୁ। ଗୁଡ୍ ନାଇଟ୍ ଆପଣମାନଙ୍କୁ। Aman tera